କୋଉଠି ପୋଲିସ ଗୁଡା ବର ଚେର ବର ଚେର ମୁଁ କାହିଁକି ଧରିଛି ମୁଁ ତାକୁ ଗୋଡଉଥିଲି ଗୋଟେ ପାହାଡ ଉପରୁ ପଳେଇଲା ସେ ବାଡ଼ିଟା ପକେଇଲି ବାଡ଼ିଟା ଯାଇ ପାହାଡ ଉପରେ ଇଏ ତାହେଲେ କୋଉଠି ପଳେଇଲା ମୁଁ ବାଡ଼ି ଆଣିବି ବୋଲି ଆଗକୁ ପଳେଇବ ପୁରା ବାଡ଼ି ଭାଙ୍ଗିକି ଆଣି ମାମୁ ନମସ୍କାର ଏଇ ତ ନମସ୍କାର ହଉ ମାମୁଡା ପାହାଡ ଏଠି ସମୟ ମାମୁ ବଡ ବଡ ତମର କଣ ଆଖି ଅପରେସନ ହେଇଛି କି କଳା ଚଷମା ରାତିରେ କାହିଁ ଦେଇଛି ଆମେ କଳା ଚଷମା ମୁଁ ଏଇଥିପାଇଁ ଦେଇଛି ଯେ ଆମ ଡିପାର୍ଟମେଣ୍ଟରେ ଗୋଟେ କଳା ଚଷମା ପିନ୍ଧିଲେ ପୋଲିସ ଭଳିଆ ଟିକେ ଲାଗେ ତାପରେ ମୋର ନିଶଟା କାଟି ଦେଇଛି ନିକଟରେ ଶ୍ୱଶୁର ଚାଲିଗଲେ ସେଥିପାଇଁ ଗୋଟେ ଚଷମା ପିନ୍ଧି ତାପରେ ପୋକ ଯୋକ ପଡୁଛନ୍ତି ତୋତେ ଗୋଡେଇଲା ବେଳକୁ କୋଉଠି ଗଛ ଖେଞ୍ଚି ହେଇଯିବ ଆଚ୍ଛା ତୁ ଏଠି କଣ ପାଇଁ ମୁଁ ଏଠିକି ଆଇଛି ମତେ ଏଠାରେ ଅବିନାଶ ବାବୁ ଦାୟିତ୍ୱ ଦେଇଛନ୍ତି ଯେ ଆପଣ ନିଶ୍ଚୟ ୟାଙ୍କିରିଂ କରିବେ କଣ କରିବ ଆରେ ସେଇ ଯୋଉ ମାଇକ୍ରୋଫୋନ ଧରିକି ୟାଙ୍କିରିଂ ଆବେ ତାକୁ କହନ୍ତି ଆଙ୍କରିଂ ସେଇଟା ତ ଗୋଟେ ପିଲା ଏବେ କହୁଥିଲା ଆଙ୍କରିଂ ହଁ ଆଙ୍କରିଂ ନା ତାଙ୍କରିଂ ଆବେ ଆଙ୍କରିଂ ମାନେ ମଞ୍ଚ ସମ୍ଭାଳିବା ମଞ୍ଚ ସଂଯୋଜନା ଆଜିର ଏଇ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସେ ସାହିତ୍ୟ ଦରକାର ଭାଷା ଦରକାର ତ ଚୋରି କରିବା ଲୋକ ତମେ କାହିଁ ନର୍ଭସ ହେଇଯାଉଛ ମତେ ଡରୁଛ କି କଣ ଝାଳ ବୋହିଲାଣି ଝାଳ ବାଡେଇକି ଗୋଡ ହାତ ଭାଇ ସିଏ ଜେଜ ଏମିତି ଗୋଟେ ଜେଜ ବାଜିଛି 8 ଫୁଟ ହାଇଟ୍ କଣ ଆମ ବଂଶ ବାଜି ଏତେ ଟିମା ବଂଶ ବାପା ନା ଟିମା ସୁର ଚିନ୍ତା କର କୋଉ ଭଳିଆ ଲୋକ ଜେଜ ବୁଢା ମିଛେ ତମ ଜେଜ କହୁଛି ତମେ ଶୁଣ ନା ତମେ ଆରେଷ୍ଟ ହେଇଯିବ ଶୁଣୁ ଆଙ୍କରିଂ ଫାଙ୍କରିଂ କିଛି ନାହିଁ ଏଇଟା ଗୋଟେ ଷ୍ଟେଜ ଲୋକମାନେ ସବୁ ଏକାଠି ହେଇଛନ୍ତି ଆଉ ମତେ ଅବିନାଶ ବାବୁ ଟୁବାଇ ଆଇଥିଲେ ବର୍ତ୍ତମାନ ଟୁବାଇ କହିଲେ ତୁ ଆମ ଲୋକମାନେ ଟୋକା ତୁ ବର୍ତ୍ତମାନ ଆଙ୍କରିଂ କରିବୁ ତମେ କହିବ ଭାଇ ଟୁବାଇ ଏବେ ଗଲେନି ସେ ଟୁବାଇ ଜାଣିନ ଏମଏଲ ମାନ୍ୟବର ବିଧାୟକ ଏଠି ମଞ୍ଚରେ କୁହାଇକି ତାକୁ ଗାମୁଛା ଦିଆଲା ଇଏ ଡାକିଛି ଟୁକୁ ଭାଇ ଯେମିତି ମାମୁ ପୁଅ ଭାଇ ବାପା ବି ଏମିତି ସ୍ନେହରେ ଡାକିନ ତ ଟୁକୁ ଭାଇ କାନ ଟୁବାଇ ନାଁ କରି ଆନାଉନ୍ସ କରିବି ସେ ପଳେଇ ଆସିବେ ହଁ ବର୍ତ୍ତମାନ ଆସୁଛନ୍ତି ମଞ୍ଚ ମଣିଷ ନା ବେଙ୍ଗ ଶୁଣ ଆଜି ହଉଛି ଶେଷ ରଜ 3 ଦିନ ମୋର ପଳେଇଲା ତାକୁ ଖୋଜିବା ସଜବାଜ ଦିନ ଘରେ ମୋ ପିଲାମାନେ ଟିକେ ପିଠାପଣା କରିଥିଲେ ମୁଁ ଖାଇବା କଥା ମତେ ଖବର ଆସିଲା ଯେ ଏଇ ଚୋରଟିକୁ ଖୋଜ ପ୍ରଥମେ ଯେତେବେଳେ ଆକୁ ଧରିଥିଲି ମୁଁ ହାତକଡ଼ାଟା ପକେଇକି ଆକୁ ଧରିଥିଲି କହିଲା ମାମୁ ଚାବିଟା କାହିଁ ତମେ ରଖିବ ମୁଁ ତ ତମ ସାଙ୍ଗରେ ବିଶ୍ୱସ୍ତ ହେଇଗଲି ମତେ ଚାବିଟା ଦିଅ ଚାବି ସହ ନେଇକି ସିଏ ଗଣେଇ ମୁଁ ତାକୁ ସମ୍ମାନ ଦେବ আরে এই লাইটিং দিয়ে সম্মান তো করুনা আরে মুঝে ওটা লোক সম্মান কেতে পরিশ্রম দ্বারা জানেন